ଦେଖନ୍ତୁ ଆମ ଗୁଡୁଲ କୋଉ ଭଳିଆ ଭାବରେ ସମୁଦ୍ରରେ ଚିଲା ମାରୁଛି। ଆପଣଙ୍କୁ ଯଦି ଭଲ ଲାଗୁଥିବ ନା ନିଶ୍ଚୟ ସବସ୍କ୍ରାଇବ୍ କରିବେ। ଦେଖନ୍ତୁ ଆଜି ଆମର ଚାନ୍ଦିପୁର ଯିବା ପାଇଁ ବହୁତ ଇଚ୍ଛା ହେଲା। ଆମେ ପହଞ୍ଚିଗଲୁ ବର୍ତ୍ତମାନ ଚାନ୍ଦିପୁର। ଆଇସ୍କ୍ରିମ୍ ଖାଇଦେଲୁ। ଖାଇଦେଇକି ଦେଖନ୍ତୁ ମେଳା ବୁଲିଲୁ। ବହୁତ ସୁନ୍ଦର ପାଖରେ ବ୍ୟାଗ୍ ଷ୍ଟେସନାରୀ ବହୁତ ସୁନ୍ଦର ଭାବରେ ପଡ଼ିଥିଲା। ଦେଖନ୍ତୁ କେତେ ଡିଜାଇନ୍ ପ୍ରକାର ବ୍ୟାଗ୍ ପଡ଼ିଛି। ଆମର ଆସନ ପଡ଼ିଛି। ଆମର କଣ୍ଢେଇ ବି ପଡ଼ିଛି। ଦେଖନ୍ତୁ ଏଠି ଡାବ ପଡ଼ିଥିଲା। ଆମେ ଡାବ ଦୁଇଟା ପିଇଲୁ। ପିଇକି ତାପରେ ଗଲୁ ଆଉ ଟିକେ ମେଳା ବୁଲିବା ପାଇଁ। ଦେଖନ୍ତୁ ପୁଣି ଫେର ଆସିଗଲୁ ଅଲଗା ଜାଗାକୁ। ଦେଖନ୍ତୁ ଏଠି କୁମ୍ଭୀର ହେରିକା ପଡ଼ିଥିଲା। ପୁଣି କଣ୍ଢେଇ ଆମ ଗୁଡୁଲ ପାଇଁ ବି ଗୋଟେ କଣ୍ଢେଇ କିଣିଲୁ। ଦେଖନ୍ତୁ ବହୁତ ସୁନ୍ଦର ଭାବରେ ଟୋପି ବି ପଡ଼ିଥିଲା। ଶଙ୍ଖ ଜିନିଷ ବହୁତ ପଡ଼ିଥିଲା। ଯେହେତୁ ନା ସମୁଦ୍ର ପାଖ ନା ବହୁତ ଶଙ୍ଖ ଜିନିଷ ପଡ଼ିଥିଲା। ଦେଖନ୍ତୁ ଆମ ଗୁଡୁଲକୁ ଡାକିଲୁ। ଗୁଡୁଲ ବର୍ତ୍ତମାନ ଅନେଇଲାନି। ଆସିକି ଆମେ ସମୁଦ୍ର ପହଞ୍ଚିଗଲୁ ବର୍ତ୍ତମାନ। ଦେଖନ୍ତୁ ଗୁଡୁଲ ମୋର ଦେଖନ୍ତୁ ଆମ ଗୁଡୁଲ କେମିତିକା ହେଇ ଚିଲା ମାରୁଛି। ଦେଖନ୍ତୁ ତାର ବି ବହୁତ ଇଚ୍ଛା ଯେ ସେଠି ଗାଧେଇବ ବୋଲି। ଦେଖନ୍ତୁ କେମିତିଆ ଗୁଡ଼ଟା କରୁଛି। ବହୁତ ମଜା ଲାଗୁଛି ନା। ଦେଖନ୍ତୁ ବହୁତ ସୁନ୍ଦର ଭାବରେ ଆମ ଗୁଡୁଲ ବି ଖେଳିଲା। ଆମେ ବି ପହଁରିଲୁ। ଦେଖନ୍ତୁ ବର୍ତ୍ତମାନ ସେଲ୍ଫି ନେଲୁ। ତାପରେ ଆମେ ଟିକେ ଫଟୋ ଉଠେଇଦେଲୁ। ଏଇ ଦେଖନ୍ତୁ ବହୁତ ଡିଜାଇନ ଭାବରେ ଫଟୋ ଉଠେଇଲୁ। ବର୍ତ୍ତମାନ ଆମେ ପାଣିରେ କେମିତିକା ହେଉଛେ ଦେଖୁଛନ୍ତି ତ ଆପଣମାନେ। ବହୁତ ଖୁସି ଲାଗୁଛି ନା ଆପଣମାନଙ୍କୁ ଦେଖିକି। ଆପଣମାନେ ବି ଆସନ୍ତୁ। ତାପରେ ବୁଲାବୁଲି ସରିଲା ପରେ ଟିକେ ଯାଇ ଖାଇଦେଇ ଆସିଲୁ ମୁଢ଼ି ଝାଲମୁଢ଼ି। ପୁଣି ଫେର ଆସିଲୁ। ବର୍ତ୍ତମାନ ଦେଖନ୍ତୁ ଆମ ସ୍ନେହା ବର୍ତ୍ତମାନ ପାନପତ୍ର କାଟିଲା। କାଟିକି ବର୍ତ୍ତମାନ ଲେଖା ଷ୍ଟାର୍ଟ କଲା ପ୍ରିହାଂସ। ଆମ ଛୁଆ ନାଁ ଯେହେତୁ ପ୍ରିହାଂସ ଲେଖିଦେଲେ। ଲେଖିଦେଇକି ଆମେ ଟିକେ ପଳେଇଲୁ ମାଛ ପାଖକୁ। ଦେଖନ୍ତୁ ଦେଖିଲୁ ଜାହାଜ